ସମୟର ମୂଲ୍ୟ ବୁଝନ୍ତୁ, କାରଣ ହରାଇଥିବା ସମୟ କେବେ ବି ଫେରି ଆସେ ନାହିଁ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ମକର ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ଅଗଷ୍ଟ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରୁ ଦ୍ୱିତୀୟ ଭାବରେ ରାହୁ, ତୃତୀୟରେ ଶନି, ଷଷ୍ଠ ଭାବରେ ଅଗଷ୍ଟ 2 ତାରିଖ ଠାରୁ ମଙ୍ଗଳ ରହୁଛନ୍ତି, ସପ୍ତମରେ ଅଛନ୍ତି ରବି, ବୁଧ ଏବଂ ବୃହସ୍ପତି, ଅଷ୍ଟମରେ ଅଛନ୍ତି କେତୁ, ନବମରେ ଶୁକ୍ର କନ୍ୟା ରାଶିରେ ନିଚସ୍ଥ ଅଛନ୍ତି। ଅଗଷ୍ଟ 17 ତାରିଖ ପରେ ରବି ଅବସ୍ଥାନ କରିବେ ଅଷ୍ଟମ ଭାବରେ କେତୁଯୁକ୍ତ ହୋଇକି ଏବଂ ବୁଧ ମଧ୍ୟ ଅଗଷ୍ଟ 22 ତାରିଖରେ ରହିବେ ଅଷ୍ଟମ ଭାବରେ। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ମକର ରାଶି ଏବଂ ମକର ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଆଲୋଚନା କରିବା ସ୍ୱାସ୍ଥ୍ୟ ବିଷୟରେ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ଶନି ଅଛନ୍ତି ତୃତୀୟ ଭାବରେ, ରୋଗ ଭାବର ଅଧିପତି ବୁଧ ସପ୍ତମରେ ଅଛନ୍ତି ବୃହସ୍ପତି ଏବଂ ରବି ସହିତ। ଲଗ୍ନ ଉପରେ ରବି, ବୁଧ ଏବଂ ବୃହସ୍ପତିଙ୍କର ଦୃଷ୍ଟି ରହିଛି। ଏହି ମାସରେ ସ୍ୱାସ୍ଥ୍ୟ ମଧ୍ୟମରୁ ଟିକେ ଭଲ ରହିବ। ମେଜର ହେଲ୍ଥ ଇସ୍ୟୁର ସମ୍ଭାବନା ନାହିଁ, କିନ୍ତୁ ଛୋଟ ମୋଟ ସମସ୍ୟା, କ୍ଳାନ୍ତି ଏବଂ ମାନସିକ ଚାପ ରହିବ। ଲଗ୍ନାଧିପତି ଶନି ତୃତୀୟ ଭାବରେ ରହିଥିବାରୁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଭଲ ରହିପାରେ। ଶାରୀରିକ ପରିଶ୍ରମ ସହିବାର କ୍ଷମତା ବଢ଼ିବ। ଦୀର୍ଘ ସମୟର ରୋଗରୁ ଧୀରେ ଧୀରେ ସୁଧାର ଦେଖାଯାଇପାରେ। ନେଗେଟିଭ୍ ପାର୍ଟ ଯଦି କହିବି, କାମର ଚାପରୁ କ୍ଳାନ୍ତି ତ ରହିବ। କାନ୍ଧ, ହାତ, ଗଳା କିମ୍ବା ସ୍ନାୟୁ ସମ୍ବନ୍ଧୀୟ ଅସୁବିଧା, ଅଧିକ କାମ କଲେ ଶରୀରରେ ଯନ୍ତ୍ରଣା ଅନୁଭବ ହୋଇପାରେ। ଷଷ୍ଠାଧିପତି ବୁଧ ସପ୍ତମରେ ଅଛନ୍ତି। ଷଷ୍ଠ ଭାବ ହେଉଛି ରୋଗର ସୂଚକ। ବୁଧ ସପ୍ତମରେ ଥିବାରୁ ସାଧାରଣତଃ ରୋଗ ନିୟନ୍ତ୍ରଣରେ ରହିପାରେ, କିନ୍ତୁ ଲାଇଫଷ୍ଟାଇଲରେ ନେଗ୍ଲେକ୍ଟ କଲେ ସମସ୍ୟା ବଢ଼ିପାରେ। ଗ୍ୟାସ୍, ଏସିଡ଼ିଟି, ସ୍କିନ୍ ଆଲର୍ଜି, ଡାଇଜେସନ୍ ଇସ୍ୟୁ ରହିପାରେ। ବୁଧ ସହିତ ବୃହସ୍ପତିଙ୍କର ସଂଯୋଗ, ଏହା ଏକ ଭଲ ଯୋଗ। ସଠିକ୍ ଚିକିତ୍ସାରେ ଆରୋଗ୍ୟ ଲାଭ କରିବେ। ଶରୀର ଶୀଘ୍ର ସୁସ୍ଥ ହେବାର ପସିବିଲିଟି ରହିଛି। ଲଗ୍ନ ଭାବ ଉପରେ ଅଷ୍ଟମାଧିପତି ରବି, ଷଷ୍ଠାଧିପତି ବୁଧ ଏବଂ ଦ୍ୱାଦଶାଧିପତି ବୃହସ୍ପତିଙ୍କର ଦୃଷ୍ଟି ରହିବା ଫଳରେ ଶରୀରରେ ଉଷ୍ମତା, ମୁଣ୍ଡବିନ୍ଧା, ଆଖିରେ ଯନ୍ତ୍ରଣା ରହିବ। ମାନସିକ ଚିନ୍ତା ରହିବ। ସାଧାରଣତଃ ଦେଖିବାକୁ ଗଲେ ଏହି ମାସରେ ମକର ରାଶିର ଲୋକମାନେ ଏସିଡ଼ିଟି, ଗ୍ୟାସ୍, ଥ୍ରୋଟ୍ ଇସ୍ୟୁ, ସ୍କିନ୍ ଆଲର୍ଜି, କାନ୍ଧ କିମ୍ବା ବେକରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଅଗଷ୍ଟ 2026ରେ ମକର ରାଶିର ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। କିଛି କିଛି ଅସୁବିଧା ହୋଇପାରେ। ରୁଟିନ୍ ଲାଇଫଷ୍ଟାଇଲ୍ ଅନୁସରଣ କଲେ ମାସଟି ସ୍ୱାସ୍ଥ୍ୟ ଦୃଷ୍ଟିରୁ ସନ୍ତୋଷଜନକ ରହିବାର ସମ୍ଭାବନା ଅଛି। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ଶୁକ୍ର ଅଛନ୍ତି ନବମ ଭାବ କନ୍ୟା ରାଶିରେ ଏବଂ ନବମ ଭାବର ଅଧିପତି ବୁଧ ସପ୍ତମ ଭାବରେ ଅଛନ୍ତି। ପଞ୍ଚମ ଭାବ ହେଉଛି ଶିକ୍ଷା, ବୁଦ୍ଧିମତ୍ତା, ସ୍ମରଣ ଶକ୍ତି, ପରୀକ୍ଷାରେ ସଫଳତା ଏବଂ ଏକାଗ୍ରତାର ଭାବ। ଏହାର ଅଧିପତି ଶୁକ୍ର ନବମ ଭାବକୁ ଯିବାର ଅର୍ଥ ହେଉଛି ଶିକ୍ଷାର ଉନ୍ନତିରେ ଯୋଗ ସୃଷ୍ଟି ହେଉଛି। ଶିଖିବାର ଇଚ୍ଛା ବଢ଼ିବ ଏବଂ ନୂଆ ବିଷୟ ବୁଝିବାର କ୍ଷମତା ମଧ୍ୟ ଭଲ ରହିବ। ଯେଉଁ ଛାତ୍ରଛାତ୍ରୀ ସ୍କୁଲ କିମ୍ବା କଲେଜରେ ପଢ଼ୁଛନ୍ତି, ସେମାନେ ଏହି ମାସରେ ନିୟମିତ ପାଠପଢ଼ା ଠିକ୍ ରଖିଲେ ଭଲ ମାର୍କ ପାଇପାରିବେ। ଶିକ୍ଷକଙ୍କର ସହଯୋଗ ବି ମିଳିବ ଏବଂ ପରିବାରରୁ ମଧ୍ୟ ପ୍ରେରଣା ମିଳିବ। କିନ୍ତୁ ଶୁକ୍ର କନ୍ୟାରେ ନୀଚ ଅଛନ୍ତି, ତେଣୁ ବିଦ୍ୟାର୍ଥୀମାନଙ୍କର ଆତ୍ମବିଶ୍ୱାସରେ କମି, ଛୋଟ ଭୁଲ ପାଇଁ ଅଧିକ ଚିନ୍ତା କରିବା କିମ୍ବା ପାଠପଢ଼ାରେ ଏକ୍ସେସ୍ ଏକ୍ସପେରିମେଣ୍ଟ କରି ସମୟ ନଷ୍ଟ କରିବା ଭଳି ପ୍ରବୃତ୍ତି ଦେଖାଯାଇପାରେ। ତେଣୁ ଅତ୍ୟଧିକ ଷ୍ଟ୍ରେସ୍ ନେବା ପରିବର୍ତ୍ତେ ନିୟମିତ ଅଭ୍ୟାସ ଉପରେ ଧ୍ୟାନ ଦିଅନ୍ତୁ। ସେହିପରି ନବମ ଭାବ ଉଚ୍ଚଶିକ୍ଷାର ଭାବ। ୟୁନିଭର୍ସିଟି, ରିସର୍ଚ୍ଚ, PhD, ଫରେନ୍ ଷ୍ଟଡି ଏବଂ ଭାଗ୍ୟର ଭାବ। ଏହାର ଅଧିପତି ବୁଧ ସପ୍ତମ ଭାବରେ ରହିଥିବାରୁ ଅନ୍ୟମାନଙ୍କ ସହ ମିଶି ପାଠ ପଢ଼ିବା, ଗ୍ରୁପ୍ ଷ୍ଟଡି, ମେଣ୍ଟରମାନଙ୍କର ମାର୍ଗଦର୍ଶନ କିମ୍ବା କୋଚିଂରୁ ବହୁତ ଲାଭ ମିଳିବାର ସମ୍ଭାବନା ରହିଛି। ଯେଉଁମାନେ ହାୟର ଷ୍ଟଡି ପାଇଁ ଆଡ଼ମିସନ୍ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପାଇଁ ମାସର ଦ୍ୱିତୀୟାର୍ଦ୍ଧ ଅଧିକ ପଜିଟିଭ୍ ହେବ।
काउंसलिंग किंबा डॉक्यूमेंट वेरिफिकेशन रे धैर्य रखिले सफलतार संभावना बढ़िब। जो माने कॉम्पिटिटिव एग्जाम पई प्रिपेयर हेउछंती सेमानक पई एई मास परिश्रमर मास। शॉर्टकट उपरे भरोसा न करी सिलेबस संपूर्ण करने उपरे फोकस करंतु। मॉक टेस्ट रिविजन एवं प्रीवियस ईयर क्वेश्चन अभ्यास कले भल फल मिल पारे। जो माने इंजीनियरिंग मेडिकल लॉ सीए यूपीएससी ओपीएससी एसएससी बैंकिंग किंबा अन्य कौनसी प्रतियोगितामूलक परीक्षा पई पढ़ुचंती सेमानकु टाइम मैनेजमेंट उपरे विशेष ध्यान देबाकू पड़िबो। रिसर्च एवं प्रोजेक्ट काम करुवा छात्र छात्री मानक पई एई समय धीरे धीरे ग्रोथ देखैबो। भल गाइड किंबा सुपरवाइजरल सहयोग मिल पारे। जो माने फॉरेन स्टडी करिया पई चाहुचंती तांको पई पॉजिटिव संकेत मिलुची। वीजा एडमिशन किंबा स्कॉलरशिप संबंधी कार्य रे अग्रगति हो पारे। एई मासरे सबुठारु बड़ चैलेंज हेबो मनर विचलित अवस्था। मोबाइल सोशल मीडिया किंबा फेक फ्रेंड मानक सह समय नष्ट कले पढ़ार प्रभाव पड़ पारे। तेणु डेली स्टडी शेड्यूल प्रस्तुत करंतु एवं ताकू पालन करंतु। मकर राशि विद्यार्थी मानक पई एई अगस्त मास पई एडवाइस या रहिबो जे प्रत्येक दिन नियमित रिविजन करंतु, ग्रुप स्टडी किंबा शिक्षार परामर्श नियंतु, मॉक टेस्ट प्रैक्टिस करंतु, मोबाइल सोशल मीडिया रे समय कम दियंतु। मोटामोटी भाव में कहबाकू गले एई अगस्त मास 2026 मकर राशि विद्यार्थी मानक पई मध्यम रु भल एवं परिश्रम अनुसार फल देव। एबे आलोचना करिबा फाइनान्स विषय रे। द्वितीय भाव धनर भाव, संचयर भाव, परिवार आर्थिक स्थिरतार भाव एवं धन संग्रह करिवार क्षमता को दर्शाए। आपणक कुंडली रे शनि गोचर रे तृतीय भाव रे अछंती। तृतीय भाव होची हार्डवर्क, साहस, कम्युनिकेशन, मार्केटिंग, सोशल मीडिया, राइटिंग, शॉर्ट ट्रैवल भाव। यार अर्थ होची कोन ना एई मासरे भाग्य ठारू अधिक निज परिश्रम द्वारा धन आसीबो। जदि आपण चाकरी करूछंती एक्स्ट्रा काम, न्यू प्रोजेक्ट किंबा दायित्व नेले आय बढ़ी पारे। व्यवसायींक पई नुआ ग्राहकंक सह संपर्क, प्रचार एवं नेटवर्किंग लाभदायक होबो। शनि होउचंती स्लो मूविंग प्लानेट, तेणु अगस्त मासरे हठात बड़ धन लाभर आशा रखंतु नाही, किंतु नियमित भाव में आय बढ़िबारे जोग रही। धीरे धीरे संचय मध्य बढ़िबो। जो माने यूट्यूब, फेसबुक, ब्लॉगिंग, फ्रीलांसिंग, सेल्स, मार्केटिंग, इंश्योरेंस, कमिशन किंबा कम्युनिकेशन सह जड़ित तेबे एई मासरे भल आर्थिक सुजोग मिल पारे। निजर काम को जेते अधिक लोकंक पाखरे पहुंचाइबे सेते भल फल आपनकु मिलिबो। जॉब करुथिबा लोकंक पई सैलरी मिलिबार संभावना भल। इनसेंटिव्स, बोनस किंबा अतिरिक्त आयर सुजोग मध्य आसी पारे। तेबे खर्च उपरे नियंत्रण न रखिले संचय कमी जाई पारे। व्यवसाय रे एडवर्टाइजमेंट, ऑनलाइन प्रमोशन एवं सोशल मीडिया माध्यम रे बिक्री कले भल इनकम आसी पारे। संचयर जोग रही किंतु हाई अमाउंट रो नुहे, अल्प अल्प संचय हेब। जो माने लॉन्ग टर्म इन्वेस्टमेंट करथिले लाभ होई पारे। जदि कौनसी ऋण अच्छी ताकू धीरे धीरे परिशोध करिवार सुजोग मिल पारे। अननेसेसरी लोन नियंतु नहीं। परिवार आय स्थिर रहिबो। कौनसी आवश्यक काम पई खर्च बढ़ी पारे। मोटामोटी भाव में कहबाकू गले अगस्त 2026 मकर राशि पई आर्थिक दृष्टि परिश्रमर मास एवं ग्रोथर मास रहिबो। हठात बड़ धन लाभटारू बेसी नियमित आय, स्थिर संचय उपरे जोग रही। एबे आलोचना करिबा लव लाइफ विषय रे। पंचम भाव लव, रोमांस, अट्राक्शन भाव। पंचम भावर अधिपति शुक्र अछंती कन्या राशि रे नवम भाव रे। नवम भाव होउची भाग्य, धर्म, उच्च शिक्षा एवं लॉन्ग ट्रैवल भाव। एथिरु सूचना मिलुची या जे अनेक मकर राशि व्यक्ति विशेष मानक पई प्रेम संपर्क, शिक्षा, कार्यक्षेत्र, ट्रैवलिंग किंबा सोशल मीडिया माध्यम रे आगु को बढ़ी पारे। किंतु एठी गोटे कथा होउची शुक्र कन्या राशि रे नीच अछंती। यार अर्थ होउची संपर्क रे भावना थिले मध्य सेही भाव को ओपनली प्रकाश करिबारे असुविधा होई पारे। छोट कथा को बड़ करी भाबिबा, पार्टनर छोट भूल को नहीं अधिक चिंता करिबा, सबकिछि परफेक्ट हेबा पई चाहिबा प्रेम रे दूरता सृष्टि करि पारे। एवं शनिकर दृष्टि मध्य पंचमपति शुक्रंकु रहिछि। फल रे प्रेम संपर्क रे गभीरता देखा जिवो। जदि आपनक संपर्क सत्य एवं दृढ़ अछि तेबे एही समय रे सेही संपर्क आहुरी दृढ़ हेबो। किंतु जदि संपर्क केवल आकर्षण उपर चालू थाए तेबे दूरता बढ़ी पारे। मंगल अछंती षष्ठ रे, दृष्टि देउछंती शुक्रंकु। आपनक भावना को तीव्र करिवो। एहा द्वारा राग, अहंकार, तर्क किंबा अनावश्यक संदेह बढ़ी पारे। केबे केबे छोट कथा बड़ झगड़ा रे परिणत हेबार संभावना रहिछि।
ଯେଉଁମାନେ ସିଙ୍ଗିଲ୍ ଅଛନ୍ତି କାହା ପ୍ରତି ଆକର୍ଷଣ ବଢ଼ିପାରେ। କାହାକୁ ପ୍ରପୋଜାଲ୍ ଦେବା ପୂର୍ବରୁ ସେହି ବ୍ୟକ୍ତିଙ୍କୁ ଭଲ ଭାବରେ ବୁଝନ୍ତୁ। ତରତର ହେଇ କିଛି ଡିସିସନ୍ ନେଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ଯେଉଁମାନେ ପୂର୍ବରୁ ସମ୍ପର୍କରେ ଅଛନ୍ତି, ସମ୍ପର୍କରେ ବିଶ୍ୱାସ, କ୍ଲିଅର କମ୍ୟୁନିକେସନ୍ ରଖିବା ଜରୁରୀ। ନିଜ ମନର କଥାକୁ ଲୁଚାଇ ରଖନ୍ତୁ ନାହିଁ। ସାଥୀଙ୍କର କଥାକୁ ଶାନ୍ତ ମନରେ ଶୁଣନ୍ତୁ। ଏହା କରିଲେ ବଡ଼ ସମସ୍ୟା ମଧ୍ୟ ସହଜରେ ସମାଧାନ ହୋଇଯିବ। ନବମ ଭାବ ଆକ୍ଟିଭ୍ ଥିବାରୁ ଦୂରରେ ଥିବା ପ୍ରେମ ସମ୍ପର୍କରେ ଯୋଗାଯୋଗ ବଢ଼ିବ। କିନ୍ତୁ ସମୟ ନ ଦେବା କିମ୍ବା ଭୁଲ ବୁଝାମଣା ହେଲେ ସମ୍ପର୍କରେ ଶୀତଳତା ଆସିପାରେ। ଯେଉଁମାନେ ନିଜ ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ମାସଟି ମିଶ୍ରିତ ଫଳ ଦେଇପାରେ। ପରିବାର ପକ୍ଷରୁ କିଛି ବିଳମ୍ବ କିମ୍ବା କମ୍ପ୍ଲେନ୍ ଆସିପାରେ। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ମକର ରାଶିର ପ୍ରେମ ଜୀବନ ମିଶ୍ରିତ ଫଳ ଦେବ। ଯଦି ଆପଣ ରାଗ, ସନ୍ଦେହ ଏବଂ ଅହଙ୍କାରକୁ ନିୟନ୍ତ୍ରଣରେ ରଖିପାରିବେ ତେବେ ଏହି ମାସ ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ କରିପାରିବ। ଏବେ ଆଲୋଚନା କରିବା ବିବାହ ଏବଂ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ବିବାହ ଦାମ୍ପତ୍ୟ ଜୀବନର ଭାବ। ସପ୍ତମରେ ଅଛନ୍ତି ରବି, ବୁଧ ଏବଂ ବୃହସ୍ପତି ଏବଂ ବିବାହ କାରକ ଗ୍ରହ ଶୁକ୍ର ନବମ ଭାବ କନ୍ୟାରେ ଅବସ୍ଥିତ ଅଛନ୍ତି। ଏ ଯୋଗ ଦାମ୍ପତ୍ୟ ଜୀବନରେ କିଛି ଶୁଭ ଫଳ ସହିତ କିଛି ସାବଧାନତାର ସଂକେତ ଦେଉଛି। ସପ୍ତମ ଭାବରେ ବୃହସ୍ପତି ଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା, ସମ୍ମାନ ଏବଂ ସମ୍ପର୍କକୁ ବଞ୍ଚେଇ ରଖିବାର ଇଚ୍ଛା ବଢ଼ିବ। ଯଦି ପୂର୍ବରୁ କୌଣସି ମତଭେଦ ଥାଏ ତାହାକୁ ସମାଧାନ କରିବାର ସୁଯୋଗ ମିଳିପାରେ। ପରିବାରର ବଡ଼ମାନଙ୍କର ପରାମର୍ଶ ଦାମ୍ପତ୍ୟ ଜୀବନକୁ ସ୍ଥିର କରିବ। ସପ୍ତମରେ ବୁଧ ଅଛନ୍ତି, ଫଳରେ ଡିସ୍କସନ୍ ଏବଂ କମ୍ୟୁନିକେସନ୍ ଏହି ମାସର ମୁଖ୍ୟ ଚାବିକାଠି ହେବ। ସ୍ୱାମୀ ସ୍ତ୍ରୀ ଖୋଲା ମନରେ କଥା ହେଲେ ଅଧିକାଂଶ ସମସ୍ୟା ସହଜରେ ସମାଧାନ ହେବ। କିନ୍ତୁ ଭୁଲ ବୁଝାମଣା କିମ୍ବା ଥାର୍ଡ଼ ପର୍ସନଙ୍କ କଥାରେ ବିଶ୍ୱାସ କଲେ ଛୋଟ ମୋଟ ମିସ୍ଅଣ୍ଡରଷ୍ଟାଣ୍ଡିଂ ହୋଇପାରେ। ସପ୍ତମରେ ରବି ରହିବେ ଅଗଷ୍ଟ 17 ପର୍ଯ୍ୟନ୍ତ, ତେଣୁ ମନରେ କେବେ କେବେ ଅହଙ୍କାର ମଧ୍ୟ ଆସିପାରେ। ଯଦି ଦୁଇ ଜଣ ଯାକ ଜିଦି ଧରିବେ ତେବେ ଛୋଟ ଛୋଟ କଥା ବଡ଼ ବିବାଦରେ ପରିଣତ ହୋଇପାରେ। ତେଣୁ ଧୈର୍ଯ୍ୟ ଏବଂ ପରସ୍ପର ସମ୍ମାନ ରଖିବା ଅତ୍ୟନ୍ତ ଜରୁରୀ। ସେହିପରି ଶୁକ୍ର ନବମ ଭାବରେ ଥିବାରୁ ଭାଗ୍ୟର ସହଯୋଗିତା ମିଳିବ। ଜୀବନସାଥୀଙ୍କ ସହ ଧାର୍ମିକ ସ୍ଥାନ ଭ୍ରମଣ, ପରିବାର ସହ ଭ୍ରମଣ କିମ୍ବା ଶୁଭ କାର୍ଯ୍ୟରେ ଯୋଗ ଦେବାର ସମ୍ଭାବନା ରହିଛି। ସମ୍ପର୍କରେ ମ୍ୟାଚୁରିଟି ଆସିବ। ଯେଉଁମାନଙ୍କର ବିବାହ ବିଳମ୍ବ ହେଉଛି ସେମାନଙ୍କ ପାଇଁ ଅଗଷ୍ଟ ମାସରେ ନୂଆ ବିବାହ ପ୍ରସ୍ତାବ ଆସିପାରେ। ପରିବାର ମାଧ୍ୟମରେ କିମ୍ବା ଆତ୍ମୀୟଙ୍କ ସହଯୋଗରେ ଭଲ ସମ୍ପର୍କ ସ୍ଥିର ହେବାର ସମ୍ଭାବନା ରହିଛି। ଯେଉଁମାନେ ବିବାହିତ ସେମାନଙ୍କ ପାଇଁ ମାସର ପ୍ରଥମ ଭାଗ ଅପେକ୍ଷାକୃତ ପିଚ୍ ରହିବ। ଦ୍ୱିତୀୟ ଭାଗରେ କାମର ଚାପ କିମ୍ବା ଦାୟିତ୍ୱ ଯୋଗୁଁ ସମୟ କମ୍ ମିଳିପାରେ। ଏହାର ପ୍ରଭାବ ଦାମ୍ପତ୍ୟ ଜୀବନର ସମ୍ପର୍କ ଉପରେ ପଡ଼ିପାରେ। ତେଣୁ ଜୀବନସାଥୀକୁ ସମୟ ଦେବା ଜରୁରୀ। ଲଭ୍ ମ୍ୟାରେଜ୍ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ମଧ୍ୟ ସମୟ ମଧ୍ୟମରୁ ଭଲ ରହିବ। ପରିବାରକୁ କନଭିନ୍ସ କରିବାରେ ସୁଯୋଗ ମିଳିବ। ଧୈର୍ଯ୍ୟ ଧରିଲେ ପଜିଟିଭ୍ ରେଜଲ୍ଟ ମିଳିବ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଅଗଷ୍ଟ 2026 ମକର ରାଶି ପାଇଁ ବିବାହ ଓ ଦାମ୍ପତ୍ୟ ଜୀବନରେ ମଧ୍ୟମରୁ ଭଲ ରହିବ। ବୃହସ୍ପତି ସମ୍ପର୍କକୁ ଶକ୍ତିଶାଳୀ କରିବେ। ବୁଧ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବେ। କିନ୍ତୁ ରବିଙ୍କ ପ୍ରଭାବରୁ ଅହଙ୍କାର ଏବଂ ଜିଦ୍ ଠାରୁ ଦୂରରେ ଆପଣଙ୍କୁ ରହିବାକୁ ପଡ଼ିବ। ଶୁକ୍ର ନବମରେ ଥିବାରୁ ଭାଗ୍ୟର ସହଯୋଗ ଟିକେ ଲେଟ୍ରେ ମିଳିବ, କାରଣ ନବମ ଭାବ ହେଉଛି କନ୍ୟା ରାଶି, ଯେଉଁଠାରେ କି ଶୁକ୍ର ନୀଚ ରହୁଛନ୍ତି ଏବଂ ସମ୍ପର୍କରେ ଧୀରେ ଧୀରେ ମଧୁରତା ବଢ଼ିବ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଦଶମାଧିପତି ଶୁକ୍ର ନବମ ଭାବରେ ଅଛନ୍ତି। ଷଷ୍ଠ ଭାବରେ ଅଛନ୍ତି ମଙ୍ଗଳ। ଷଷ୍ଠ ଭାବ ହେଉଛି କମ୍ପିଟିସନ୍, ଚାକିରି, ସେବାର ଭାବ। ଏହି ମାସରେ କର୍ମଜୀବନରେ ପରିଶ୍ରମ ଅଧିକ ହେବ, କିନ୍ତୁ ସେହି ପରିଶ୍ରମର ଫଳ ମଧ୍ୟ ଧୀରେ ଧୀରେ ମିଳିବ। ଦଶମାଧିପତି ଶୁକ୍ର ନବମରେ ଥିବାରୁ ଭାଗ୍ୟ କର୍ମକୁ ସହଯୋଗ କରିବ। ଉଚ୍ଚ ଅଧିକାରୀଙ୍କର ସମର୍ଥନ ମିଳିବାର ସମ୍ଭାବନା ରହିଛି। ଯେଉଁମାନେ ଜବ୍ କରିଛନ୍ତି ନୂଆ ଦାୟିତ୍ୱ ମିଳିପାରେ। ଅଫିସରେ ଆପଣଙ୍କର ପ୍ରଶଂସା ହୋଇପାରେ। ସିନିୟରମାନେ ଆପଣଙ୍କୁ ଭରସା କରିପାରନ୍ତି। ସୁପରଭାଇଜରର ଭୂମିକା ମିଳିବାର ସୁଯୋଗ ରହିଛି। କାମର ଚାପ ବଢ଼ିବ, ତା ସହିତ ସଫଳତା ମଧ୍ୟ ମିଳିବ। ଦଶମାଧିପତି ନବମରେ ଥିବାରୁ ପ୍ରମୋସନର ଆଲୋଚନା ହୋଇପାରେ। ସାଲାରୀ ଇନକ୍ରିମେଣ୍ଟର ସୁଯୋଗ ମିଳିପାରେ। ଭଲ ପରଫର୍ମାନ୍ସ ରେଟିଂ ମିଳିବାର ସମ୍ଭାବନା ରହିଛି। ଏହି ମାସରେ ପ୍ରାଇଭେଟ୍ ସେକ୍ଟର ପାଇଁ ବିଶେଷ ଭଲ ଦେଖାଯାଉଛି। ଏମ୍ଏନ୍ସି କିମ୍ବା ବଡ଼ କମ୍ପାନୀରୁ
ଅଫର୍ ଆସିପାରେ। ଜବ୍ ଚେଞ୍ଜ କରିବାକୁ ଚାହୁଁଥିଲେ ଭଲ ସୁଯୋଗ ମିଳିପାରେ। ଇଣ୍ଟରଭ୍ୟୁରେ ସଫଳତାର ସମ୍ଭାବନା ଅଧିକ। ଆଇଟି, ବ୍ୟାଙ୍କିଂ, ଫାଇନାନ୍ସ, ମାର୍କେଟିଂ, HR, ଏଜୁକେସନ୍, ଫ୍ୟାସନ୍, ମିଡ଼ିଆ ଏହିସବୁ କ୍ଷେତ୍ରରେ ଭଲ ସୁଯୋଗ ରହିଛି। ଷଷ୍ଠ ଭାବରେ ମଙ୍ଗଳ ଥିବାରୁ କମ୍ପିଟେଟିଭ୍ ଏକ୍ଜାମରେ ଲଢ଼ିବାର କ୍ଷମତା ରହିଛି। ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଯଦି କରୁଛନ୍ତି ତେବେ ଭଲ ଫଳ ମିଳିବାର ଯୋଗ ରହିଛି। ଫିଜିକାଲ୍ ଟେଷ୍ଟ, ପୋଲିସ, ଡିଫେନ୍ସ, ରେଲୱେ, SSC ଭଳି ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ତଥାପି ଫାଇନାଲ୍ ପୋଷ୍ଟିଂ ପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଯେଉଁମାନେ ଜବ୍ ସର୍ଚ୍ଚରେ ଅଛନ୍ତି ଇଣ୍ଟରଭ୍ୟୁ କଲ୍ ଆସିପାରେ। ରେଫରାଲ୍ ମାଧ୍ୟମରେ ଚାକିରିର ସୁଯୋଗ ମିଳିପାରେ। ମଙ୍ଗଳ ଷଷ୍ଠରେ ରହିବା ଦ୍ୱାରା ସହକର୍ମୀଙ୍କ ସହ ଛୋଟ ମୋଟ ମତଭେଦ ହୋଇପାରେ, ସେଥିପ୍ରତି ଟିକେ ଜଗି ରଖି ଚଳିବେ। ଦଶମାଧିପତି ନବମରେ ଥିବାରୁ ଅନ୍ୟ ସହର କିମ୍ବା ଫରେନ୍ରେ ଜବ୍ ପସିବିଲିଟି ବଢ଼ିପାରେ। ଟ୍ରାନ୍ସଫର କିମ୍ବା ଅଫିସିଆଲ ଟୁର୍ ହେବାର ସମ୍ଭାବନା ବି ରହିଛି। ଏହି ମାସରେ ଯଦି ଦେଖିବା ଆଇଟି ଏବଂ ସଫ୍ଟୱେୟାର, ବ୍ୟାଙ୍କିଂ, ଫାଇନାନ୍ସ, ଏଜୁକେସନ୍, ଗଭର୍ଣ୍ଣମେଣ୍ଟ ଆଡମିନିଷ୍ଟ୍ରେସନ୍, ପୋଲିସ, ଡିଫେନ୍ସ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ସେଲ୍ସ ଆଣ୍ଡ ମାର୍କେଟିଂ ଆଦିରେ ଯେଉଁମାନେ ଇନଭଲ୍ଭ ଅଛନ୍ତି ସେମାନେ ସଫଳତା ନିଶ୍ଚିତ ଭାବରେ ପାଇବେ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଅଗଷ୍ଟ 2026 ମକର ରାଶି ପାଇଁ ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ଆଣିବ। ଗ୍ରୋଥ ଏବଂ ପଦୋନ୍ନତିର ସମ୍ଭାବନା ଆଣିବ। ପରିଶ୍ରମର ଫଳ ପାଇବାର ମାସ ହେବ। ପ୍ରାଇଭେଟ୍ ସେକ୍ଟରରେ ପୋଷ୍ଟ ଚେଞ୍ଜ କିମ୍ବା କ୍ୟାରିୟରରେ ଉନ୍ନତି ରହିଛି। ଯେଉଁମାନେ ଗଭର୍ଣ୍ଣମେଣ୍ଟ ସେକ୍ଟର ପାଇଁ ପ୍ରିପେୟାର ହେଉଛନ୍ତି ସେମାନଙ୍କ ପାଇଁ ସଫଳତାର ଯୋଗ ଶକ୍ତିଶାଳୀ ରହିଛି, କିନ୍ତୁ ପେସେନ୍ସର ଆବଶ୍ୟକତା ରହିଛି। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ। ସପ୍ତମ ସ୍ଥାନରେ ଅଛନ୍ତି ରବି, ବୁଧ ଏବଂ ବୃହସ୍ପତି। ସପ୍ତମ ଭାବ ପାର୍ଟନରସିପ୍, କଷ୍ଟମର ଡିଲିଂସ୍, ମାର୍କେଟକୁ ସୂଚାଏ। ବୁଧ ବ୍ୟବସାୟର କାରକ ଗ୍ରହ ସପ୍ତମରେ ଥିବାରୁ ଟ୍ରେଡିଂ, ଅନଲାଇନ୍ ବିଜନେସ୍, ଡିଜିଟାଲ ମାର୍କେଟିଂ, ଏଜୁକେସନ୍, କନସଲଟାନ୍ସି, ଆକାଉଣ୍ଟ ସେକ୍ସନ୍, କମ୍ୟୁନିକେସନ୍, ସୋସିଆଲ ମିଡ଼ିଆ ଭଳି କ୍ଷେତ୍ରରେ ଭଲ ସଫଳତା ମିଳିପାରେ। ଯଦି ଆପଣ ୟୁଟ୍ୟୁବ୍, ଫେସବୁକ୍, ଇନଷ୍ଟାଗ୍ରାମ କିମ୍ବା ଆଷ୍ଟ୍ରୋଲୋଜି ବିଜନେସ୍ କରୁଛନ୍ତି ତେବେ ଏହି ମାସରେ ଭଲ ଗ୍ରୋଥ୍ ରହିଛି। ବୃହସ୍ପତି ସପ୍ତମରେ ବି ଅଛନ୍ତି। ବଡ଼ କ୍ଲାଏଣ୍ଟ ମିଳିପାରନ୍ତି। ଲଙ୍ଗ୍ ଟର୍ମ ପାଇଁ ଏଗ୍ରିମେଣ୍ଟ ହୋଇପାରେ। ଏକ୍ସପିରିଏନ୍ସ ଲୋକଙ୍କ ସହଯୋଗ ମିଳିପାରେ। ବିଜନେସ୍ ଏକ୍ସପାନ୍ସନ୍ର ସୁଯୋଗ ଆସିପାରେ। ରବି ସପ୍ତମରେ ଥିବାରୁ ଲିଡରସିପ୍ ବଢ଼ିବ। ଗଭର୍ଣ୍ଣମେଣ୍ଟ ରିଲେଟେଡ୍ କାମରେ ଲାଭ ମିଳିପାରେ। ବ୍ରାଣ୍ଡ ଭ୍ୟାଲ୍ୟୁ ବଢ଼ିବ। ଏହି ମାସରେ ପାର୍ଟନରସିପ୍ ବିଜନେସ୍ ମଧ୍ୟମରୁ ଟିକେ ଭଲ ରହିବ। ଆର୍ଥିକ ବୃଦ୍ଧିର ସମ୍ଭାବନା ବି ରହିଛି। ଏହି ମାସରେ ଡିଜିଟାଲ ମାର୍କେଟିଂ, ଅନଲାଇନ୍ କୋଚିଂ, ଏଜୁକେସନ୍, କନସଲଟାନ୍ସି, ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ୍, ସଫ୍ଟୱେୟାର, ଆଇଟି ସର୍ଭିସ୍, ଇ କମର୍ସ, ହୋଲସେଲ୍ ଟ୍ରେଡିଂ, ପ୍ରିଣ୍ଟିଂ ଆଣ୍ଡ ପବ୍ଲିସିଂ ଭଳି ବିଜନେସ୍ରେ ଭଲ ଲାଭ ହେବ। ଏହି ଅଗଷ୍ଟ ମାସରେ ନୂଆ ଗ୍ରାହକ ମିଳିବାର ସମ୍ଭାବନା ରହିଛି। ପୁରୁଣା କ୍ଲାଏଣ୍ଟମାନେ ପୁଣି କାମ ଦେଇପାରନ୍ତି। ମାର୍କେଟରେ ଆପଣଙ୍କର ନାମ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ମାସର ଶେଷ ଭାଗରେ ଲାଭ ଅଧିକ ହୋଇପାରେ। ନୂଆ ଅର୍ଡ଼ର ଆସିପାରେ। ଅଟକିଥିବା ପେମେଣ୍ଟ ମଧ୍ୟ ମିଳିପାରେ। ବାଣିଜ୍ୟକାରକ ବୁଧ ଏବଂ ତୃତୀୟାଧିପତି ବୃହସ୍ପତିଙ୍କର ସଂଯୋଗ ପ୍ରଭାବ ଥିବାରୁ ଅନଲାଇନ୍ ବିଜନେସ୍ରେ ଭଲ ବୃଦ୍ଧି ହୋଇପାରେ। ବିଦେଶୀ ଗ୍ରାହକ କିମ୍ବା ଅନଲାଇନ୍ ପ୍ଲାଟଫର୍ମରୁ ସୁଯୋଗ ମିଳିପାରେ। ସୋସିଆଲ ମିଡ଼ିଆ ଦ୍ୱାରା ନୂଆ ଆୟର ମାର୍ଗ ଖୋଲିପାରେ। ଓଭରଅଲ୍ କହିବାକୁ ଗଲେ ଅଗଷ୍ଟ 2026 ମକର ରାଶି ପାଇଁ ବ୍ୟବସାୟ ସାଧାରଣତଃ ଶୁଭ ବୋଲି କୁହାଯାଇପାରେ। ବିଶେଷ କରି କନସଲଟାନ୍ସି, ଏଜୁକେସନ୍, ଡିଜିଟାଲ ବିଜନେସ୍, ଟ୍ରେଡିଂ ଭଳି କ୍ଷେତ୍ରରେ ଭଲ ଅଗ୍ରଗତିର ସମ୍ଭାବନା ରହିଛି। ପାର୍ଟନରସିପ୍ ବିଜନେସ୍ ମଧ୍ୟ ଲାଭଦାୟକ ହେବ। ମକର ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ମକର ରାଶିର ଅଧିପତି ହେଲେ ଶନି। ଶନିଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓଁ ପ୍ରାଂ ପ୍ରିଂ ପ୍ରଂ ଶନିଶ୍ଚରାୟ ନମଃ। ଏହି ମନ୍ତ୍ରକୁ ଦୈନିକ 108 ଥର ଜପ କରନ୍ତୁ। ଦକ୍ଷିଣାକାଳୀଙ୍କର ଉପାସନା କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ମକର ରାଶି ପାଇଁ 2026 ଅଗଷ୍ଟ ମାସର ମାସିକ ରାଶିଫଳ ବିଷୟରେ ବିସ୍ତୃତ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ନୂଆ ଏକ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।